ଅମୃତଭଣ୍ଡାର ଗୁଣ କିଏ ବା ତୁଳନା କରିପାରିବ? କଞ୍ଚା ଥିଲେ ଦେହ ପାଇଁ ଯେତିକି ଉପକାରୀ, ପାଚିଗଲେ ପାଟି ପାଇଁ ସେତିକି ସ୍ୱାଦିଷ୍ଟ। 6 ମାସର ଶିଶୁ ପାଖରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ଇଏ ହେଉଛି ପ୍ରିୟ। ଇଏ ଆମ ପାଇଁ ବହୁତ ଉପକାରୀ। ହଜମ ପ୍ରକ୍ରିୟାକୁ ସୁଧାରିବା, ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା, ଚର୍ମକୁ ସୁସ୍ଥ ରଖିବା, ରକ୍ତ ସଫା କରିବା, ବଡ଼ ବଡ଼ ମାରାତ୍ମକ ରୋଗକୁ ମଧ୍ୟ କମାଇବା। ତେଣୁକରି ଇଏ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ। ସେଥିପାଇଁ ମୁଁ ଆପଣମାନଙ୍କୁ ଆଜି ଏଇ ଅମୃତଭଣ୍ଡାର ରେସିପି ସେୟାର କରିବି। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଉ ଗୋଟେ ନ୍ୟୁ ରେସିପି ଭିଡ଼ିଓରେ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି। ତ ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ଦେଖନ୍ତୁ, ଇଏ ହେଉଛି ଅମୃତଭଣ୍ଡା ପପେୟା। ତ ଆପଣମାନେ ଭାବୁଥିବେ କ'ଣ ତିଆରି ହେବ, ସେଇଟା ମୁଁ ଆଜି ତିଆରି କରିବି। ୟାର ଅମୃତଭଣ୍ଡାର ପରଟା। ତ ଦେଖନ୍ତୁ, ପ୍ରଥମେ ୟାକୁ ମୁଁ ଚୋପା ଛଡ଼େଇ ଦେବି, ତାପରେ କାଟିକିରି ତାକୁ କୁରା ହେବ। ତ ଚାଲନ୍ତୁ ଆରମ୍ଭ କରିବା। ଚୋପା ଛଡ଼ାଇ ମୁଁ ଏଇଭଳିଆ ସେପ୍ ଦେଇକିରି କାଟି ଦେଇଛି। ୟା ପରେ ୟାକୁ ଭଲ ଭାବରେ ମୁଁ ଧୋଇ ଦେଉଛି। ଏହାପରେ ମୁଁ ଅମୃତଭଣ୍ଡାକୁ ଏଇଭଳିଆ କୁରି ଦେଉଛି। ଦେଖନ୍ତୁ କେତେ ସୁନ୍ଦର ହେଇଛି, ପୁରା ସଫ୍ଟ। ଆପଣମାନେ ଚାହିଁଲେ ଗ୍ରାଇଣ୍ଡିଙ୍ଗ ମଧ୍ୟ କରିପାରିବେ। ଏହାପରେ ଗୋଟେ ଜାଗାରେ ରଖି ସେଥିରେ ପକେଇଲି ଲୁଣ, ତାପରେ ପକେଇଲି ସେଠି ଅଳ୍ପ ଜିରା, ସେଥିରେ ମିକ୍ସ କଲି କଟା କଞ୍ଚା ଲଙ୍କା, ତାପରେ ମିଶାଇଲି ଭୃସୁଙ୍ଗା ପତ୍ର, ଅଳ୍ପ ହଳଦୀ, ତାପରେ ୟାକୁ ଭଲ ଭାବରେ ମିକ୍ସ କରିବା ପାଇଁ ପଡ଼ିବ, ଯେମିତି ପାଣିଟା ବାହାରି ଯିବ। ଆଉ ସେଇ ପାଣିରେ ହିଁ ଅଟାକୁ ଦଳା ହେବ। ଦେଖନ୍ତୁ, ଯଦି ଦରକାର ପଡ଼େ ଅଳ୍ପ ଟିକେ ପାଣି ମିଶା ହେବ। ୟାକୁ ଭଲ ଭାବରେ ମୁଁ ଗୋଳେଇ ଦେଉଛି। ତାପରେ ସେଠି ମୁଁ ପକେଇଲି, ଦେଖିପାରୁଥିବେ, ଅଟା। ୟା ପରେ ୟାକୁ ମୁଁ ଭଲ ଭାବରେ ଚକଟି ଦେଉଛି। ଦେଖନ୍ତୁ, ୟାର କ୍ୱାଣ୍ଟିଟି ଦେଖିକିରି ଅଟା ପକା ହେବ। ଦେଖନ୍ତୁ, ଏଇଭଳିଆ ଏଠି ଆଉ ଟିକେ ଅଳ୍ପ ପାଣି ଖାଇବ। ତ ବର୍ତ୍ତମାନ ମୋର ପ୍ରସ୍ତୁତ ହୋଇସାରିଛି, ଦେଖିପାରୁଥିବେ ଅଟା ଗୁଲା। ଦେଖନ୍ତୁ, ୟା ପରେ ପରଠା ତିଆରି ହେବ। ତ ସାଙ୍ଗମାନେ, ଏଇଭଳିଆ ମୁଁ ବେଲି ଦେଉଛି। ଦେଖନ୍ତୁ, ୟା ପରେ ମୁଁ ୟାକୁ ଗରମ ତାୱାରେ ଦେଇଦେଲି। ୟା ପରେ ମୁଁ ୟା ଉପରେ ଅଳ୍ପ ତେଲ ଦେଇ ଦେଉଛି। ଦେଖନ୍ତୁ, ତ ସାଙ୍ଗମାନେ, ବର୍ତ୍ତମାନ ମୋର ଦେଖନ୍ତୁ ପ୍ରସ୍ତୁତ ହୋଇସାରିଛି ପରଟା। କି ସୁନ୍ଦର ଦେଖାଯାଉଛି। ସାଙ୍ଗମାନେ, ବର୍ତ୍ତମାନ ମୋର ପ୍ରସ୍ତୁତ ହୋଇସାରିଛି, ଦେଖିପାରୁଥିବେ ଅମୃତଭଣ୍ଡାର ପରଟା। ତ ୟାକୁ ଆପଣମାନେ ମଧ୍ୟ ନିଜେ କରିକିରି ଖାଇପାରିବେ, ପରିବାରକୁ ଦେଇପାରିବେ ଏବଂ ବିଶେଷ କରି ଛୁଆକୁ ସ୍କୁଲ ଟିଫିନ୍ ବକ୍ସରେ ଦେଇପାରିବେ। ତ ପେଟ ପାଇଁ ବହୁତ ହି ଭଲ। ଆଉ ମ୍ୟାଗି କୁରକୁରି ବଦଳରେ ଏଇଗୁଡ଼ା କରିକି ଦେଲେ ତାଙ୍କ ଦେହ ମଧ୍ୟ ସୁସ୍ଥ ରହିବ। ଦେଖନ୍ତୁ, ବହୁତ ହି ବଢ଼ିଆ। ତ ଆଶା କରୁଛି ଭିଡ଼ିଓଟି ଭଲ ଲାଗୁଥିବ। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।